ସେପାଇଁ ମୁଁ ପୁଲିସ ପ୍ରଶାସନକୁ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଯେତେ ପର୍ଯ୍ୟନ୍ତ ଆମର କେସଟା ଇଏ ନ ହଉ ସେତେ ପର୍ଯ୍ୟନ୍ତ ଆଗକୁ ବେଲରେ ନ ଛାଡୁ ତାଙ୍କେ ଭିତରେ ଏକା ରୁହନ୍ତୁ ଭିତରେ ଆଉ ଆମକୁ ନ୍ୟାୟ ଦିଅନ୍ତୁ। ଯେତେ ପର୍ଯ୍ୟନ୍ତ ମୋର ସ୍ୱାମୀକୁ ଝିଅ ହତ୍ୟା କରୁଛନ୍ତି ତାଙ୍କୁ ଜୀବିତରେ ନ୍ୟାୟ ଦିଅନ୍ତୁ। ମୁଁ ଏଇଟା ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଅନୁରୋଧ କରୁଛି ତାଙ୍କେ ବି ସେମିତି ଏକ ମୋ ପଡିଆ ତାଙ୍କେ ବି ସେମିତି କରନ୍ତୁ ତାଙ୍କ ସଂସାର ସେମିତି ଗୋଟେ ଏତିକି ଏକ ଅନୁରୋଧ ମୁଁ କିଛି କହିପାରୁନି। ମୋର ପିଲା ଫୋନରେ ଏକା ଆସିଥିଲା କଲଟା ଆସିକିରି ପିଲାକୁ ଅଭଦ୍ର ଭାଷାରେ ଗାଳି ବି କରୁଛନ୍ତି ତାଙ୍କେ। ସେ ପିଲା କହିଲା ଯେ ମୁଁ ରଖୁଛି ଫୋନ କହିଲା ପରେ କଣ ପାଇଁ ଫୋନ ରଖିବି ଏବେ ଏକା କଥା ହୁଅ ବୋଲି ସେ ଫୋନ ଟା ବନ୍ଦ କରିଦେଇଛି ଆଉ କିଛି କହିନି। ସେ ପିଲା ବି ଡରି ଯାଇଛି ଆମେ ବି ଡରି ଯାଉଛୁ ଆମେ ଘର ଭିତରେ। ଆମେ ଜାଣିନୁ ସେ ଫୋନଟା ନମ୍ବରଟା କାହାର। ଆମେ ସେଟା ଏଫଆଇଆର ଦେଇଛୁ ଏସପି କୁ ବି ଆମେ ଜଣେଇଛୁ ଆମେ ଜଣେଇକିରି ସେ ଏସପି କୁ ସେ ଫୋନ ନମ୍ବର ଦିଟା ଆମେ ଦେଇଛୁ।